ମୋତେ ଭଲ ପାଇବା ମୋ ପୁଅକୁ ଭଲ ପାଇବା ଆସି କଣ୍ଟାକ୍ଟ କରୁଛନ୍ତି ଲୋକଙ୍କ ମତ ସଂଗ୍ରହ କରିଛି ବହୁତ ନିମାପଡ଼ା ଅଞ୍ଚଳର ହିତାକାଂକ୍ଷୀ ଆଲୋଚନା କରୁଛନ୍ତି କାରଣ ମୁଁ 1 ପଏଣ୍ଟ ପ୍ରୋଗ୍ରାମ ଲାଗିଛି ମୋ ପୁଅ ମନ୍ମଥ ରାଉତରା କିପରି ଜିତିବେ କିନ୍ତୁ ନିମାପଡ଼ାର ଯାହା ଖବର ଆସୁଛି ମୋ ପୁଅ ବଡ଼ ପୁଅ ସିଦ୍ଧାର୍ଥ ବହୁତ ଡେଭଲପ୍ କରିଛି ସେମିତି ପଇସା ଖର୍ଚ୍ଚ ନାହିଁ ମୋଟରସାଇକେଲ ଯାଇ ନମିନେସନ୍ ସାଇକେଲରେ ଯାଇ ନମିନେସନ୍ କରିଛି ସେ ଗୋଟେ ଅଲଗା ପ୍ରକାର ଆଇଡ଼ିଆର ଲୋକ ସେମିତି ପତିଆରା ନାହିଁ ସେମିତି ରାଲି ନାହିଁ ବିଶ୍ୱର 7ଟା ବଡ଼ ପାହାଡ଼ରେ ଚଢ଼ି ତ୍ରିରଙ୍ଗା ପତାକା ଉଡ଼େଇଛି ଆଇରନ୍ ମ୍ୟାନ୍ ଗୋଟେ କମ୍ପାନୀର ଡାଇରେକ୍ଟର ସେ ଆସ୍ତେ ଆସ୍ତେ ଭଲ ରାଇଜ୍ କରୁଛି ମୋ ଦୃଷ୍ଟିକି ଆସିଲା ବହୁତ ସମର୍ଥନ ତାକୁ ମିଳୁଛି ଲୋକମାନଙ୍କ ମତ ମୁଁ ଯାଇନି କି ଯିବାର ନାହିଁ କାରଣ ମୁଁ ପ୍ରିନ୍ସିପଲ୍ ଲୋକ ଏଠି ଗୋଟେ ପୁଅ ପାଇଁ ଯେତେବେଳେ ଶଙ୍ଖ ପାଇଁ ଲାଗିଛି ଆଉ ସେଠି ଯାଇ ହାତ ପାଇଁ କହିବି ଦି ବଢ଼ିଆ ମୁଣ୍ଡିଆ କ୍ୟାରେକ୍ଟର ଆମର ନୁହଁ ଏବଂ ବହୁ ଲୋକ କହୁଛନ୍ତି ସେ ଏଥର 24ରେ ଯେଉଁ ନିର୍ବାଚନ ନିମାପଡ଼ାର ହେଉଛି ବିପୁଳ ସଂଖ୍ୟାରେ ଜିତିବ ବୋଲି ଏ ଖରା ଫରା ଆଜି ପର୍ଯ୍ୟନ୍ତ କିଛି ମାନିନି କି ଏଇନା ଯାଉଛି ମୁଁ ବେଗୁନିଆ ବଲଗଡ଼ ବାହାରିଲି ଏଇଠୁ ଏଇନା ଭୁବନେଶ୍ୱରର ମଧ୍ୟମ ଏବଂ ଏକାମ୍ର ପଦଯାତ୍ରା କରୁଥିଲୁ କ୍ୟାଣ୍ଡିଡେଟ୍ ମୁଁ ଅଶୋକ ପଣ୍ଡା ଜେନା ଭୁବନେଶ୍ୱର ସାରିକି ମୁଁ ବାହାରିଲି ଏଇନା ବେଗୁନିଆ ବଲପଡ଼ା ଲୋକମାନଙ୍କ ମତ ମୁଁ ଯାଇନି କି ଯିବାର ନାହିଁ କାରଣ ମୁଁ ପ୍ରିନ୍ସିପଲ୍ ଲୋକ ଏଠି ଗୋଟେ ପୁଅ ପାଇଁ ଯେତେବେଳେ ଶଙ୍ଖ ପାଇଁ ଲାଗିଛି ଆଉ ସେଠି ଯାଇ ହାତ ପାଇଁ କହିବି ଦି ବଢ଼ିଆ ମୁଣ୍ଡିଆ କ୍ୟାରେକ୍ଟର ଆମର ନୁହଁ ତେଣୁ ନିମାପଡ଼ା ବହୁତ ଡେଭଲପ୍ କଲାଣି ଅଭିଜ୍ଞ ରାଜନୀତିଜ୍ଞ ହିସାବରେ ନିମାପଡ଼ା କଥା ପିପିଲି କଥା କ'ଣ କହିବେ ନିମାପଡ଼ା କଥା ତ କହିଲେ ପିପିଲି ପ୍ରସଙ୍ଗରେ ତେଣୁ ଯିଏ ଆସି ମୋତେ ପଚାରୁଛି ବଡ଼ ପୁଅକୁ ଦିଅ ଏତେ ଆପତ୍ତି ନାହିଁ ଖୋର୍ଦ୍ଧା ଜଟଣୀ ମଧ୍ୟମ ଭୁବନେଶ୍ୱର ଉତ୍ତର ଭୁବନେଶ୍ୱର ଏକାମ୍ର ଜୟଦେବ ଓଡ଼ିଶା କଥା ମୁଁ କହିବାକୁ ଚାହେଁନି ମୁଁ ଖାଲି କହିବି ଏଇନା ଯାଉଛି ବେଗୁନିଆ ବଲଗଡ଼ ଯାଉଛି ଯେଉଁ ଖୁବ୍ ବଢ଼ିଆ କିଛି ମାସ ପୂର୍ବରୁ ଶୁଣିବାକୁ ମିଳିଥିଲା ନରେନ୍ଦ୍ର ମୋଦି ବାରାଣସୀ ଛାଡ଼ି ପୁରୀରୁ ଲୋକସଭା ଲଢ଼ିବେ କିନ୍ତୁ କ'ଣ ହେଲା କାହିଁ ଲଢ଼ିଲେନି ଏବେ ରୋଡ୍ ଶୋ କରିବାକୁ ସେ ତାଙ୍କ ଅବସ୍ଥା ଶୋଚନୀୟ ଯେତିକି ଭୋଟ୍ ହେଇଗଲାଣି ଉତ୍ତରପ୍ରଦେଶରେ ଖୋଳ ହେଇଗଲାଣି ଏକଦମ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ। ବ୍ୟୁରୋ ରିପୋର୍ଟ ଓଡ଼ିଆ ନ୍ୟୁଜ୍।